ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ଆଜି ଥିଲା ମୋର ଗୋଟେ ମେକଅପ୍ କଲ୍। ତ ସେଥିପାଇଁ ମୁଁ ସବୁ କାମ ସାରିକି ବାହାରି ପଡ଼ିଲି ଯିବା ପାଇଁ। ତ କ୍ଲାଇଣ୍ଟଙ୍କ ଭାନ ଭାଇ ଆସିଥିଲେ ମୋତେ ନେବା ପାଇଁ, କାହିଁକିନା ମୋର ଟିକେ ସୁବିଧା ନଥାଏ ଯିବା ପାଇଁ। ତ ସେ ଯାହାର ବି ମେକଅପ୍ ଥାଏ ସେ ଆସନ୍ତି ମୋତେ ନେବା ପାଇଁ। ତ ଆସିକି କ୍ଲାଇଣ୍ଟଙ୍କ ଘରେ ପହଞ୍ଚିକି ଦେଖେ ତ କ୍ଲାଇଣ୍ଟ ଆମର କିଛି କାମ ସାରିନାହାନ୍ତି, ବୁଲୁଛନ୍ତି। ମୁହଁ ବି ଲୁଚେଇ ଦେଉଛନ୍ତି, ଆପଣମାନେ ଦେଖନ୍ତୁ। ତାପରେ ବହୁତ ସମୟ ପରେ ତାଙ୍କର ବାଡ଼ୁଅ କର୍ମ ଆରମ୍ଭ ହେଲା। ତ ମୁଁ ମନା କରିଥିଲି ହଳଦୀ ବେଶୀ ଲଗେଇବେନି, ତଥାପି ସେ ଲଗେଇ ଦେଇଛନ୍ତି, ଛାଡ଼। ତାପରେ ସେ ଗାଧୋଇକି ଆସିସାରିଲା ପରେ ଫାଷ୍ଟ ମୁଁ କ୍ରିମ୍ପିଂ କଲି, ତାପରେ ମେକଅପ୍ ଷ୍ଟାର୍ଟ କରିବି। ମେକଅପ୍ଟା କେମିତି ହେଇଛି ଲାଷ୍ଟକୁ ନିଶ୍ଚୟ ଜଣେଇବେ। ଫାଷ୍ଟ କଥା ହେଉଛି ଗୋଟେ ବ୍ରାଇଡ୍ ସୁନ୍ଦର ଦେଖାଯିବାକୁ ହେଲେ ମେକଅପ୍ଟା ସୁନ୍ଦର ଦେଖାଯିବାକୁ ହେଲେ ସବୁଠୁ ଇମ୍ପୋର୍ଟାଣ୍ଟ ତାଙ୍କ ଶାଢ଼ୀ, ଜୁଏଲାରୀ, ସେଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି ଆମ ବ୍ରାଇଡ୍ଙ୍କର ନଥିଲା। କାହିଁକିନା ତାଙ୍କୁ ମୁଁ ଯେତେବେଳେ କହିଲି ଆପଣ କାହିଁ ଆଣିନାହାନ୍ତି, ସେ କହିଲେ ମୋତେ ଭଲ ଲାଗେନି ଗରମ ଯୋଗୁରୁ, ସେଥିପାଇଁ ସେ ସିମ୍ପୁଲରେ ସବୁ ଜିନିଷ ଆରେଞ୍ଜ କଲେ। ତ ସେ ବହୁତ ଖୁସି ଥିଲେ, କ'ଣ ପାଇଁ ମୁଁ ଜାଣିନି, ଆଇ ଥିଙ୍କ ବୋଧେ ମ୍ୟାରେଜ୍ ପାଇଁ। ତାପରେ ମେକଅପ୍ ତାଙ୍କର ସରିଯାଇଛି, କେମିତି ଲାଗିଲା ନିଶ୍ଚୟ ଜଣେଇବେ। ତାପରେ ମୋ ମେକଅପ୍ ସରିଲା ପରେ କ୍ୟାମେରା ବାଲାଙ୍କର ବି ଥିଲା ସର୍ଟସ୍ ନେବାର, ସେ ବି ଆସିଲେ। ଆଉ ସେତେବେଳକୁ ଅଲରେଡ଼ି ବହୁତ ଲେଟ୍ ହେଇଗଲାଣି। ମୁଁ ସବୁବେଳେ ଆଗୁଆ ଯାଇକି ପହଞ୍ଚିଥିବି, ହେଲେ ବ୍ରାଇଡ୍ଙ୍କର କାମ ସରିନଥିବ। ତାପରେ ତାଙ୍କ ଘର ଲୋକ କହିବେ ଘଣ୍ଟେ ଭିତରେ ମେକଅପ୍ ସାର, ସେଇଟା ତ ସମ୍ଭବ ନୁହଁ। ତଥାପି ମୁଁ ମୋ କାମ କରିଛି ବହୁତ କମ୍ ସମୟରେ। ତାପରେ ସବୁ କାମ ସରିଲା ପରେ ମୁଁ ମୋ ଘରକୁ ଯାଉଛି ଏବେ, ଯେହେତୁ ବ୍ରାଇଡ୍ କହିଥିଲେ ଯିବା ପାଇଁ। ତ ମୁଁ ଆଉ ଥରେ ବାହାରିକି ଆସିକି ଖାଇଦେଲି। ଖାଇଲା ବେଳେ କେହି ନଥିଲେ, ମୁଁ ବୋଧେ ଲାଷ୍ଟକୁ ଆସିଥିଲି, ଖାଇକି ତାପରେ ପୁଣି ଘରକୁ ଗଲି। ଆଉ ବାଏ।